ଓଡ଼ିଆ ସାହିତ୍ୟ ଇତିହାସ ସଂରଚନା 1 ଓଡ଼ିଆ ସାହିତ୍ୟର ଇତିହାସ ସଂକଳନ ନିମନ୍ତେ ଉପାଦାନ ସଂଗ୍ରହ କରିବାକୁ ପ୍ରଥମେ କେଉଁ ଓଡ଼ିଆଙ୍କ ହୃଦୟରେ ବ୍ୟାକୁଳତା ଜାତ ହୋଇଥିଲା? କ. କୃଷ୍ଣପ୍ରସାଦ ମିଶ୍ର, ଖ. କୃଷ୍ଣପ୍ରସାଦ ବସୁ, ଗ. କୃଷ୍ଣପ୍ରସାଦ ଚୌଧୁରୀ, ଘ. କୃଷ୍ଣପ୍ରସାଦ ବେହେରା। ଏନ୍ସର ହେବ ଗ. କୃଷ୍ଣପ୍ରସାଦ ଚୌଧୁରୀ। 2 ନମ୍ବର ପ୍ରଶ୍ନ ପଢ଼ିବା। ଓଡ଼ିଆ ସାହିତ୍ୟର ଇତିହାସ ରଚନା ପାଇଁ କୃଷ୍ଣପ୍ରସାଦ ଚୌଧୁରୀ କି ପ୍ରକାର ପ୍ରାଥମିକ ପଦକ୍ଷେପ ନେଇଥିଲେ? କ. ଏକ ପୁସ୍ତକ ରଚନା କରିଥିଲେ। ଖ. ବିଜ୍ଞାପନ ପ୍ରକାଶ କରିଥିଲେ। ଗ. ଅନ୍ୟ ଭାଷାର ସାହିତ୍ୟ ଇତିହାସକୁ ଅନୁବାଦ କରିଥିଲେ। ଘ. ଜଣେ ସମକାଳୀନ ଶିକ୍ଷିତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। ଖ. ଏନ୍ସର ହେବ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। 3 ନମ୍ବର ପ୍ରଶ୍ନ। ଓଡ଼ିଆ ସାହିତ୍ୟ ଇତିହାସ ରଚନା ପାଇଁ କୃଷ୍ଣପ୍ରସାଦ ଚୌଧୁରୀ ବିଜ୍ଞାପନ କେବେ ଓ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? କ. 1996 ଜୁନ ଉତ୍କଳ ଦୀପିକାରେ। ଖ. 1878 ମେରେ ଉତ୍କଳ ମଧୁପ ପତ୍ରିକାରେ। ଗ. 1987 ମେରେ ନବସମ୍ବାଦ ପତ୍ରିକାରେ। ଘ. 1897 ମାର୍ଚ୍ଚରେ ଉତ୍କଳ ସାହିତ୍ୟ ପତ୍ରିକାରେ। କ. ଏନ୍ସର ହେବ 1896 ଜୁନରେ ଉତ୍କଳ ଦୀପିକାରେ। 4 ନମ୍ବର। ଇଣ୍ଡିଜିନିୟସ୍ ଲିଟରେଚର ଅଫ ଓଡ଼ିଶା ପ୍ରବନ୍ଧର ରଚୟିତା କିଏ? ହଣ୍ଟର ସାହେବ। କ. ଖ. ବିଜୟ ଚନ୍ଦ୍ର ମଜୁମଦାର। ଗ. ଜୋନ୍ ବିମ୍ସ। ଘ. ପ୍ରିୟରଞ୍ଜନ ସେନ। ଗ. ଜନ୍ ବିମ୍ସ। ହଣ୍ଟର ସାହେବ ଡବ୍ଲ୍ୟୁ ହଣ୍ଟର କେତେ ଜଣ ଓଡ଼ିଆ କବିଙ୍କର କେଉଁ ନାମ ତାଲିକା ଦ ଲିଟରେଚର ଅଫ ଓଡ଼ିଶା ନାମରେ ରଚନା କରିଥିଲେ? ତାଙ୍କର କେଉଁ ପୁସ୍ତକ ଅଂଶବିଶେଷ? ଓଡ଼ିଶା ହିଷ୍ଟ୍ରି ଅଫ ଓଡ଼ିଶା, ଇନସ୍କ୍ରିପସନ ଅଫ ଓଡ଼ିଶା, ହିଷ୍ଟ୍ରି ଅଫ ଏନସିଏଣ୍ଟ ଓଡ଼ିଶା। କ. ଓଡ଼ିଶା। 6 ନମ୍ବର ପ୍ରଶ୍ନ। ପ୍ରଥମ ପ୍ରକାଶିତ ଓଡ଼ିଆ ସାହିତ୍ୟ ଇତିହାସର ପୁସ୍ତକର ନାମ କ'ଣ? କ. ଓଡ଼ିଆ ସାହିତ୍ୟର ପରିଚୟ। ଖ. ଓଡ଼ିଆ ସାହିତ୍ୟର ଇତିହାସ। ଗ. ଉତ୍କଳ ସାହିତ୍ୟର ଇତିହାସ। ଘ. ଓଡ଼ିଆ ସାହିତ୍ୟର କ୍ରମ ବିକାଶ। ଗ. ଉତ୍କଳ ସାହିତ୍ୟର ଇତିହାସ।